ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କୁ ସମ୍ମାନ ଜଣାଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ସୁଶାନ୍ତ ମଲ୍ଲିକ, ମନିଦଲା ଆର୍ଯ୍ୟ, ରାଜ୍ୟ ଅନୁସୂଚିତ ଉପସଭାପତି ଶିବ ମଲ୍ଲିକ ବହୁ କର୍ମୀ ଜୁଲାଇ ମାସରେ ବନାରସ ଗସ୍ତ କରି କାଶୀସ୍ଥିତ ତାଙ୍କ ବାସସ୍ଥାନରୁ ଜନ୍ମମାଟିକୁ କଳସ ଯାତ୍ରା ମାଧ୍ୟମରେ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ନିକଟକୁ ଆଣିଥିଲେ। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଅନୁସୂଚିତ ସଭାପତି ବିଦ୍ୟାଧର ମଲ୍ଲିକ, ସରସ୍କର ସାଂସଦ ରବିନାରାୟଣ ବେହେରା, ବିଧାୟକ ରଘୁନାଥ ଜଗଦଲା ଓ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସମାପନ ହୋଇଥିଲା। ଆଜିକୁ 650 ବର୍ଷ ପୂର୍ବେ ସନ୍ଥ ରବିଦାସ ଜନ୍ମଗ୍ରହଣ କରି ସମାଜରେ ଅସ୍ପୃଶ୍ୟତା ନିବାରଣ ନିମନ୍ତେ ପ୍ରେରଣା ଦେଇଥିଲେ। ସେଥିଲାଗି ତାଙ୍କୁ ସନ୍ଥ ଶିରୋମଣି ଉପାଧିରେ ସମ୍ମାନିତ କରାଯାଇଛି। ତାଙ୍କ ନାମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତସର ଏୟାରପୋର୍ଟ ଏବଂ 2ଟି ଟ୍ରେନ୍ ତାଙ୍କ ନାମରେ ନାମିତ କରାଯାଇଛି। ଭୁବନେଶ୍ୱରରୁ ଜୟରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ଡିଜିଟାଲ ନ୍ୟୁଜ୍।